ବର୍ଜ୍ୟବସ୍ତୁ ପ୍ଲାଣ୍ଟ ବିରୋଧକୁ ନେଇ ରେଢ଼ାଖୋଲ ବ୍ଲକ ଲୁହାପଙ୍ଗ ପଞ୍ଚାୟତରୁ ଆସିଛନ୍ ଗ୍ରାମବାସୀ ମାନେ ତ କାହିଁଥି ଲାଗି ସେମାନେ ଆଜି ସବ୍ କଲେକ୍ଟର ଅଫିସକୁ ଆସିଛନ୍ ଆଉ କାଣା ତାଙ୍କ ଅଭିଯୋଗ ଅଛି ଆସନ୍ତା ଆମ ସହିତ ଗ୍ରାମବାସୀ ଅଛନ୍ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା ଯେନ୍ ଆଜି ଯେନ୍ ଆସିଲେ ସବ୍ କଲେକ୍ଟର ଅଫିସକୁ କାଣା ଅଭିଯୋଗ ଆପଣମାନଙ୍କର ଥିଲା? ଦେଖନ୍ତୁ ଆମ ଜିପିରେ ପୂର୍ବରୁ ଗୋଟେ ପଲିସଭା କରାହେଇଥିଲା ଯେଉଁଟା ଆମର ମେସର୍ସ ୟୁନିୟନ୍ ଗ୍ରୀନଟେକ୍ LLP ଦ୍ୱାରା ଗୋଟେ ବାୟୋମେଡ଼ିକାଲ ପ୍ଲାଣ୍ଟ ଆମ ଲୁହାପଙ୍ଗ ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀପାଣି ଗ୍ରାମରେ ହେବା ପାଇଁ ଗୋଟେ ପଲିସଭା କରାଯାଇଥିଲା। ଆମେ ସେ ପଲିସଭାରେ ପୁରା ପଞ୍ଚାୟତବାସୀ ଆମେ ତାକୁ ବିରୋଧ କରାହେଇଥିଲା। ତାପରେ ଆଜି ଆମେ ଏଇଟା ଉପଜିଲ୍ଲାପାଳଙ୍କୁ ଗୋଟେ ଦାବିପତ୍ର ଦେଲୁ ଯେ ଆମେ ସେ କମ୍ପାନୀ ସେଟା କରାଯାଉନାହିଁ ମାନେ ବିରୋଧ କରିବା ପାଇଁ ସେଟା ନ ହେବା ପାଇଁ ଆମେ ଗୋଟେ ଦାବିପତ୍ର ଦେଲୁ। ଆଉ ସେଟା ହେବା ଦ୍ୱାରା ନିହାତି ରୂପରେ ଆମ ଏରିଆର ଜଳବାୟୁ ଜଙ୍ଗଲ ପରିବେଶ ଉପରେ ନିହାତି ପ୍ରଭାବ ପଡ଼ିବ। ଏମିତି ତ ଆମ ଅଞ୍ଚଳରେ ଆଗରୁ ବି ଅଛି ଭୂତଳ ଜଳ ବହୁତ ବିଶୁଦ୍ଧ ପାଖାପାଖି ଆମ ପଞ୍ଚାୟତର ପ୍ରାୟ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଇଟା ହେବା ଦ୍ୱାରା ଆମେ ସେଠୁ ଦୃଷ୍ଟିରେ ରଖିନା ଆମେ ସେଟା ବିରୋଧ କରୁଛୁ। ଆଜ୍ଞା ଏଇ ଯେନ୍ ପ୍ଲାଣ୍ଟଟା ଯେନ୍ ହେବା ବୋଲିକିନା ଯେନ୍ କରାହଉଛି ତ କାଣା ମାନେ ଅସୁବିଧା କାଣା ହେବ ଆପଣଙ୍କ ଏଇ ଯେନ୍ ଗାଁ ମାନଙ୍କରେ? ଏ ବାୟୋ ପ୍ଲାଣ୍ଟଟା ହେଲେ ଆମର ପରିବେଶ ସହିତ ଚାଷ ଜମି ଆଉ ପଶୁ ପକ୍ଷୀଠୁ ଆରମ୍ଭ କରିକି ଆମ ପ୍ରାଣୀ ଜଗତ ସମସ୍ତେ ରୋଗାକ୍ରାନ୍ତ ହେବ ବୋଲି ଆମେ ବିଚାର କରିକି ତେଣୁ ଆଉ ଦ୍ୱାରା ଆକୁ ବନ୍ଦ କରିବୁ। ଆଜ୍ଞା ଆଗାମୀ ଦିନରେ ଯଦି ଇ ପ୍ଲାଣ୍ଟ ଯଦି ହେଇସି ଯଦି ଆପଣଙ୍କ ଏଇ ଅଞ୍ଚଳରେ କାଣା ନିଷ୍ପତ୍ତି ନଉଛନ୍ ଗ୍ରାମବାସୀ ମାନେ କାଣା ଦାବିପତ୍ର କାଣା ଯେନ୍ ଦେଇଲେ ଉଲ୍ଲେଖ କାଣା କରିଛନ୍ ଟିକେ କହନ୍ତୁ? ଯଦି ଆଗାମୀ ଦିନରେ ପ୍ଲାଣ୍ଟ କରିବାକୁ କମ୍ପାନୀ ଆଗକୁ ବଢ଼େ ତାହେଲେ ଆମେ ପଞ୍ଚାୟତବାସୀ ତରଫରୁ ରାସ୍ତାରୋକ କରିବାକୁ ବି ଓହ୍ଲେଇବୁ। ଏଇ ସରକାର ତରଫରୁ କାଣା ଆପଣଙ୍କୁ ସଚେତନତା କରାହେଇଥିଲା କି ନାଇଁ ଏଇ ଆଗାମୀ ଦିନରେ ଏଇଟା ହେବା ପ୍ଲାଣ୍ଟ କି କିଛି ସୂଚନା ଦିଆ ହେଇଥିଲା କି ନାଇଁ ଆପଣମାନଙ୍କୁ ଆଗରୁ? ଦିଆହେଇଥିଲା ଗ୍ରାମସଭା ଜରିଆରେ ସେଟା ସୂଚନା ଦିଆହେଇଥିଲା କିନ୍ତୁ ଗ୍ରାମସଭାରେ ବି ଆମ ପଞ୍ଚାୟତବାସୀ ପୁରା ଟୋଟାଲି ବିରୋଧ କରିଥିଲେ ପ୍ଲାଣ୍ଟ ନ ହେବା ପାଇଁ। ଯଦି ହେବା ଆଗାମୀ ଦିନରେ କାଣା ଆଗାମୀ ଦିନରେ ଆମେ ରାସ୍ତାକୁ ବି ଓହ୍ଲେଇବାକୁ ପ୍ରସ୍ତୁତ ଅଛୁ। ଲୁହାପଙ୍ଗ ପଞ୍ଚାୟତର ସମିତି ସଭ୍ୟ ଅଛନ୍ ତାଙ୍କ ସହିତ ବି ଆଲୋଚନା କରିବା। ଆଜ୍ଞା ଯେନ୍ ଇ ଯେନ୍ ପ୍ଲାଣ୍ଟଟା କାଣା ଯେନ୍ ଆଜି ଦାବିପତ୍ର ଦେଇ ଆସିଲେ କାଣା ଉଲ୍ଲେଖ କରିଥିଲେ କାଣା ନିଷ୍ପତ୍ତି ନଉଛନ୍ ଆପଣମାନେ ସବୁ? ଆମେ ସାର୍ ନିଷ୍ପତ୍ତି ଏଇଟା ନେଲୁ ଯେ ସାର୍ ଲେଖିଦେଲୁ ଲେଖା ହେଇଛି ସେ ଆମର ଦରଖାସ୍ତ ମୁଭମେଣ୍ଟରେ ଲିଖିତ ଭାବରେ ଆମେ ଉପଜିଲ୍ଲାପାଳକୁ ବି ଦରଖାସ୍ତ ଭାବରେ ଆମେ ଦିଆଗଲା। ସେଟା ଆମର ଯେହେତୁ ପାଖାପାଖି ସାର୍ ୱାର୍ଡ଼ 1 ନମ୍ବର ୱାର୍ଡ଼ ଏବଂ 2 ନମ୍ବର ୱାର୍ଡ଼ ପାଖାପାଖି ଅଛୁ ସେଠି ଏମାମରାର ତେଣୁକରି ସେଠୁ ଆମର ପ୍ରାୟ ସେଇ ଜାଗାରେ ଯଦି ମେଡ଼ିକାଲ ବାୟୋମେଡ଼ିକାଲ ଯଦି ହୁଏ ଗ୍ରାମବାସୀ ମାନେ ବହୁତ ମାନେ ରୋଗ ଆକ୍ରାନ୍ତ ହେବେ କିମ୍ବା ବାୟୁ ପ୍ରଦୂଷଣ ବି ବାଧ୍ୟ ସେଟା ହେବ। ଗାଁ ପଶୁପକ୍ଷୀ ମାନେ ବି ସେ ଜିନିଷ ଉପରେ ବି ରୋଗ ଆକ୍ରାନ୍ତରେ ପଡ଼ିବେ। ତେଣୁ ଆମେ ଦୃଢ଼ ନା କରୁଛୁ ଯେ ସେ ଜିନିଷ ଆମେ ନ ହେବା ପାଇଁ। ଆଜ୍ଞା ଆପଣଙ୍କ ଯେନ୍ କେନ୍ କେନ୍ ଗାଁରେ ଏଇ ପ୍ଲାଣ୍ଟ ବସବା ବୋଲି ନା ନିଷ୍ପତ୍ତି ହେଟେ ନିଆ ହେଇଛି କାଣା ଆଜି ଯେନ୍ ଦାବିପତ୍ର ଦେଲେ କାଣା କହିବେ ତାକୁ ନେଇକି? ଏଇଟା ତ ସାର୍ ଆମ ବୁଢ଼ୀପାଣି ଏରିଆରେ ହେବାର ଅଛି। ସେ ପାଖରେ ଆମେ ବହୁତ ଗାଁ ଅଛୁ ହେମାମରା ମୂଳାଭଞ୍ଜା ମାହାଲିଙ୍ଗି ଚାରବାଟି ଲୁହାପଙ୍ଗ ସବୁ ବହୁତ ଗାଁ ଅଛି। ଏଇ ପ୍ଲାଣ୍ଟ ନାଇଁ କରିବା ପାଇଁ ଆମେ ସମସ୍ତ ଗ୍ରାମବାସୀ ଆଉ ପଞ୍ଚାୟତବାସୀ ଚାହୁଁଛୁ। ଯେନ୍ ଆଜି ଦାବିପତ୍ର ଦେଲେ ସବ୍ କଲେକ୍ଟର ଆଜ୍ଞାକୁ କାଣା ବିଶ୍ୱାସ ଅଛି ଯେ ସେ ପ୍ଲାଣ୍ଟ ନାଇଁ ହୁଏ ବୋଲି ନା କାଣା? ଆମେ ତ ଭାବୁଛୁ ସାର୍ ଅଛନ୍ତି ଆମ ପାଖରେ ମାନେ କିଛିଟା ହେବ ଆମେ ସେ ପ୍ରତି ଆଶା କରୁଛୁ। ଆପଣମାନେ ଶୁଣୁଥିଲେ ଗ୍ରାମବାସୀଙ୍କ ମୁଖରୁ ଯେ ସେ ଜାଗାରେ ଯେମିତି ପ୍ଲାଣ୍ଟ ନାଇଁ ହେବାର୍ ଲାଗି ଆଜି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ ଆଶା ରଖିଛନ୍ ଯେ ଆଗାମୀ ଦିନରେ ସେଇ ପ୍ଲାଣ୍ଟ ଏଇ ଜାଗାରୁ ଉଠିଯିବା ବୋଲିକି। ଦେଖାଯାଉ ଆଗାମୀ ଦିନରେ ଏ ପ୍ଲାଣ୍ଟ ଏଠାରେ ହେଉଛି କି ନାଇଁ ଦେଖିବାକୁ ରହିଲା ବାକି। ରେଢ଼ାଖୋଲ ସବ୍ କଲେକ୍ଟର ଅଫିସ କାର୍ଯ୍ୟାଳୟରୁ ଯଶବନ୍ତ ନାରାୟଣ ସାହୁ, କଳିଙ୍ଗ ତିହାର।